ନବରାତ୍ରିର ଚତୁର୍ଥ ଦିନ ମା କୁଷ୍ମାଣ୍ଡାଙ୍କୁ ସମର୍ପିତ। ମା କୁଷ୍ମାଣ୍ଡାଙ୍କ ଠାରୁ ହିଁ ବ୍ରହ୍ମାଣ୍ଡର ରଚନା ହୋଇଛି। ତେଣୁ ମାଙ୍କୁ ସୃଷ୍ଟିର ଜନନୀ ବୋଲି ବି କୁହାଯାଏ। ମାଙ୍କର ଏହି ରୂପରେ ଅଛି 8ଟି ଭୁଜା ଏବଂ ମାଙ୍କ ସବାରି ସିଂହ। ମାଙ୍କ ଭୁଜାରେ ଅଛି ଧନୁ, ବାଣ, ପଦ୍ମଫୁଲ, ଗଦା, ଚକ୍ର ଏବଂ ଅମୃତ ଭରା କଳସ। ମାଙ୍କର ତେଜରୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଆଲୋକିତ ହୋଇଥାଏ। କଥା ଅନୁସାରେ ଯେବେ ବ୍ରହ୍ମାଣ୍ଡର ସୃଷ୍ଟି ହୋଇନଥିଲା ଏବଂ ଚତୁର୍ଦିଗ ଅନ୍ଧକାରମୟ ଥିଲା, ସେବେ ମା କୁଷ୍ମାଣ୍ଡା ନିଜର ଦିବ୍ୟ ଜ୍ୟୋତିରୁ ସୃଷ୍ଟିର ନିର୍ମାଣ କରିଥିଲେ। ଆଉ ସେଇଥିପାଇଁ ମା କୁଷ୍ମାଣ୍ଡାଙ୍କୁ ଆଲୋକ ଏବଂ ସୃଷ୍ଟିର ଅଧିକାରୀ ଦେବୀ ବୋଲି ବି କୁହାଯାଏ। ମାଙ୍କର ଆରାଧନା ପାଇଁ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ନାଲି ରଙ୍ଗର ବସ୍ତ୍ର ପିନ୍ଧିବେ। ମାଙ୍କୁ ଫୁଲ, ଧୂପ, ଦୀପ ଅର୍ପଣ କରିବେ। ମାଙ୍କର ଅତି ପ୍ରିୟ ମାଲପୁଆ ଭୋଗରେ ଅର୍ପଣ କରିବେ। ମାଙ୍କର ନାମ ଜପ କରିବେ। ମା କୁଷ୍ମାଣ୍ଡାଙ୍କୁ ଆରାଧନା କଲେ ରୋଗ, ଶୋକ ଏବଂ ସଙ୍କଟ ଦୂର ହୋଇଥାଏ ଏବଂ ଜୀବନରେ ଶକ୍ତି, ସ୍ୱାସ୍ଥ୍ୟ ଏବଂ ସଫଳତା ଲାଭ ହୁଏ। ମା କୁଷ୍ମାଣ୍ଡାଙ୍କ କଥା ଜାଣିବା ପାଇଁ ଡେସ୍କ୍ରିପସନରେ ଦିଆଯାଇଥିବା ଲିଙ୍କଟିକୁ ନିଶ୍ଚିତ ରୂପେ କ୍ଲିକ୍ କରିବେ। ଜୟ ମା କୁଷ୍ମାଣ୍ଡା, ଜୟ ଜଗନ୍ନାଥ।